ଭାଇଙ୍କ ବାହାଘର ଭୋଜିରେ ଚେୟାର ପାଇଁ ମାଡ଼ଗୋଳ ହେଇ ମୋର କରିଦେବେ ଏମିତି ଘଟଣା ହେଲେ ମୁଁ କେବେ ଭାବିନଥିଲି। ହେଲୋ ସାଙ୍ଗମାନେ ସାଙ୍ଗସାଥି ମୋର ପଳେଇ ଯାଇଥିଲୁ ଭାଇଙ୍କର ପନିପରିବା କାଟିବ ହଣ୍ଡାହାଣ୍ଡି ଆଇଥିଲା ଆରି ପନିପରିବା ସାଙ୍ଗସାଥି କାଟିବାକୁ ବହି ପଇଲେ। ମୁଁ ପିଆଜ ଆଣି ପକେଇଦେଲି ସବୁ ପନିପରିବା ଆଣି ଏଇଠି କୁଢ଼େଇ ଦେଲି। କୁଢ଼େଇ ତାପରେ ସମସ୍ତେ ବହି ପଇଲେ ପନିପରିବା କାଟିବାକୁ। ପନିପରିବା କାଟି କାଟି ମୋତେ ନିଦ ପଳେଇଲା। ତାପରେ ବାହାରି ପଇଲେ ଆମ ମାନେ ଜଗନ୍ନାଥ ମନ୍ଦିର ସାଙ୍ଗସାଥିରେ ଗଦା ପାଇଁ ମାଡ଼ଗୋଳ ହେଇଗଲେ। ତାପରେ ଲାଠି ବାଡ଼ି ଟିକେ ଖେଳିଲେ। ସାଙ୍ଗ ତାର ଟିକେ ବୁଢା ରୋଲ ଦେଖେଇଲା। ଆଉ ଗୋଟେ ସାଙ୍ଗ ଯେ ତା ବୁଢା ଡ୍ୟାନ୍ସ ଦେଖେଇଲା। ଡ୍ୟାନ୍ସ କରି ସାଙ୍ଗର ଚୁଟି ପଜାଇଥିଲା। ତାପରେ ବୁଢା ବାଡ଼ିରେ ଝିକାଝିକି ହେଇକିରି ତାପରେ ରେଡି ହେଇ ତାପରେ ଭୋଜି ଖାଇବାକୁ ପଳେଇଲେ। ଭୋଜି ଖାଇବାକୁ ଯେମିତି ଆଜି ବ୍ୟବହାର ନେଖିବାକୁ ବସେଇଦେଲେ। ଆମେ ସାଙ୍ଗ ବ୍ୟବହାର ନେଖିଲା ମୁଁ କ୍ୟାସ୍ କାଉଣ୍ଟ କଲି। ଭୋଜି ଖାଇବାକୁ ପଳେଇଲେ ସାଙ୍ଗ ଭଗବାନଙ୍କୁ ଡାକିଲା। ତାପରେ ସାଙ୍ଗ ସାଥିରେ ପାମ୍ପଡ଼ ପାଇଁ ମାଡ଼ଗୋଳ ହେଲା। ସାଙ୍ଗ ଆଣି ପାମ୍ପଡ଼ ମେତେ ଖୋଇଲା। ତାପରେ ସାଙ୍ଗଟା ଗୋଟେ ଖୋଇଲା। ତାପରେ ସାଙ୍ଗସାଥି ସମସ୍ତେ ବହି ପଇଲୁ ଭୋଜି ଖାଇବାକୁ। ଭୋଜି ଖାଇବାକୁ ଯେମିତି ଆଇଲୁ ଗାଈ ଦେଖିବ ଚେୟାର ପାଇଁ ମାଡ଼ଗୋଳ ହେଲେ। ଯାହାହେଲେ 2 ଘଣ୍ଟା ଯାଇ କଣ୍ଟିନ୍ୟୁ ମାଡ଼ଗୋଳ ହେଲେ। ମୁଁ ମୋ ବାଟରେ ମୋବାଇଲ ଦେଖୁଥିଲି ମୋ ଉପରେ ଆଣି ପୁରା ଛେଚି ଦେଲେ ଆଉ। ସାଙ୍ଗମାନେ ଆଜିର ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ କହିବେ। ରହିଲି ଜୟ ଜଗନ୍ନାଥ।